ପିଲାମାନେ ଶୁଭ ସକାଳ। ସମସ୍ତେ ଭଲ ଅଛ? ଏଇ ପାଠ ମାନେ ସୁନା ପିଲା ଭଳିଆ ଗପ ଶୁଣବା ହେଲା। ଆଜି ଗପ ଶୁଣବା ଅଳସୁଆ ଦୁଃଖ ପାଏ। ଅଳସୁଆ କଣ ପାଏ? ଶୁଣ ସମସ୍ତେ ଗପ ଶୁଣ ହେଲା। ଖରାଦିନ ସକାଳର କଅଁଳ ଘାସ ଉପରେ ସୂର୍ଯ୍ୟ କିରଣ ପଡ଼ିଥାଏ ହେଲା। ଝିଣ୍ଟିକାଟିଏ ମନ ଖୁସିରେ ଘାସ ଉପରେ ଡେଇଁ ଡେଇଁକା ବୁଲୁଥାଏ। ଖେଳିବା ପାଇଁ ସାଙ୍ଗ ଖୋଜୁଥାଏ। ପିମ୍ପୁଡ଼ିଟିଏ ସେହି ବାଟ ଦେଇ ଯାଉଥିଲା। କିଏ ଯାଉଥିଲା? ଝିଣ୍ଟିକାଟି କହିଲା, ପିମ୍ପୁଡ଼ି ଭାଇ ଆସ ସାଙ୍ଗ ହୋଇକି ଖେଳିବା। ପିମ୍ପୁଡ଼ି କହିଲା, ମୋର ଦେହ ଭଲ ନାହିଁ, ମୁଁ ବର୍ଷା ଦିନ ପାଇଁ ଖାଦ୍ୟ ସଂଗ୍ରହ କରିବାକୁ ଯାଉଛି ହେଲା। ପିମ୍ପୁଡ଼ି ପରିଶ୍ରମୀ ଥିଲା, ଝିଣ୍ଟିକା ଅଳସୁଆ ଥିଲା ହେଲା। ବର୍ଷା ଦିନ ଆସିଗଲା। କିଛି ଦିନ ଝଡ଼ି ପାଗ ଲାଗି ରହିଲା। ବର୍ଷା ହେଲା। ଆଉ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଛାଡ଼ିଲା ନାହିଁ। ଝିଣ୍ଟିକା ଖାଇବାକୁ ନ ପାଇ ମନ ଦୁଃଖରେ ରହିଲା। ଝିଣ୍ଟିକା ଆଗରୁ ତ କିଛି ସଞ୍ଚୟ କରିକି ରଖିନଥିଲା, ତେଣୁ ବର୍ଷା ଯେତେବେଳେ ଲାଗିକି ରହିଲା ତାକୁ କିଛି ବି ଖାଇବା ପାଇଁ ମିଳିଲା ନାହିଁ। ଭୋକ ହେବାରୁ ଝିଣ୍ଟିକା ବର୍ଷାରେ ଓଦା ହୋଇ ପିମ୍ପୁଡ଼ି ପାଖରେ ପହଞ୍ଚି ଖାଦ୍ୟ ମାଗିଲା। ପିମ୍ପୁଡ଼ି ଖାଦ୍ୟ ଆଣିକି ରଖିଥିଲା ବର୍ଷା ହେବା ଆଗରୁ, ତେଣୁ ଝିଣ୍ଟିକା ଗଲା କାହା ପାଖକୁ? ପିମ୍ପୁଡ଼ି ପାଖକୁ ହେଲା। ପିମ୍ପୁଡ଼ି ବର୍ଷା ଦିନ ପାଇଁ ଖାଦ୍ୟ ସାଇତି ରଖିଥିଲା। ଝିଣ୍ଟିକାଟି ଭୋକରେ ରହିଥିବା ଦେଖି ପିମ୍ପୁଡ଼ି ତାକୁ କିଛି ଖାଦ୍ୟ ଦେଲା ହେଲା। ପିମ୍ପୁଡ଼ି ପରିଶ୍ରମୀ ସଙ୍ଗେ ସଙ୍ଗେ କ'ଣ ଥିଲା? ଦୟାଳୁ ଥିଲା। ସେଥିପାଇଁ ସେ ଝିଣ୍ଟିକାକୁ ଖାଦ୍ୟ ଦେଲା ହେଲା। ପିମ୍ପୁଡ଼ିଟିକୁ ଝିଣ୍ଟିକାକୁ ବୁଝାଇ କହିଲା, ମୁଁ ଯେତେବେଳେ କହୁଥିଲି କିଛି ଖାଦ୍ୟ ସଂଗ୍ରହ କରି ରଖ, ସେତେବେଳେ ମୋ କଥାକୁ ହସରେ ଉଡ଼ାଇ ଦେଲ। ଏବେ ଫଳ ପାଇଲ। କିଏ ଅଳସୁଆ ଥିଲା?